ସୁନ୍ଦର କାହାଣୀଟିଏ ସମୟ ଦେଇ ନିଶ୍ଚୟ ଶୁଣନ୍ତୁ। ଏକଦା ସ୍ୱର୍ଗରେ ପୃଥିବୀରେ ଶ୍ରେଷ୍ଠ ଭକ୍ତ କିଏ ବୋଲି ଆଲୋଚନା ହେଉଥାଏ। ଏହି ସମୟରେ ନାରଦ ବିଷ୍ଣୁଙ୍କୁ କହିଲେ, ପ୍ରଭୁ, ମୁଁ ହିଁ ଆପଣଙ୍କର ଶ୍ରେଷ୍ଠ ଭକ୍ତ। ନାରଦଙ୍କ ମୁଖରୁ ଏ କଥା ଶୁଣି ପ୍ରଭୁ ବିଷ୍ଣୁ କିଛି କହିଲେ ନାହିଁ। ନାରଦ ପୁଣି ଥରେ ପ୍ରଭୁଙ୍କ ମତ ଜାଣିବା ପାଇଁ ଇଚ୍ଛା ପ୍ରକାଶ କଲେ। ନାରଦ କିନ୍ତୁ ଅଜାଣତରେ ଜଣେ ଭଲ ଭକ୍ତର ପ୍ରଥମ ଯୋଗ୍ୟତା କଥା ପାସୋରି ଯାଇଥିଲେ। ସେ ଯୋଗ୍ୟତା ହେଉଛି ମୁଁ, ଅର୍ଥାତ୍ ମୋହ ବା ଅହଙ୍କାରରୁ ମୁକ୍ତି। ବିଷ୍ଣୁ ନାରଦଙ୍କୁ କହିଲେ, ମର୍ତ୍ତ୍ୟକୁ ଦେଖ। ସେହି ଯେଉଁ ଚାଷୀ ଜଣକୁ ଦେଖୁଛ ତା ପାଖକୁ ଯାଅ। କିଛି ଦିନ ପର୍ଯ୍ୟନ୍ତ ସେହି ଚାଷୀ ପାଖରେ ରୁହ। ତାର ଭକ୍ତି କେତେ ଦୂର ଦେଖ। ତାପରେ ଆସି ମୋତେ ଦେଖା କର। ବିଷ୍ଣୁଙ୍କ ମୁଖରୁ ଏ କଥା ଶୁଣି ନାରଦଙ୍କ ରାଗ ବହୁତ ବଢ଼ିଗଲା। ସେ ନିଜକୁ ବହୁତ ଅପମାନିତ ବୋଧ କଲେ। ସାମାନ୍ୟ ଚାଷୀଟିଏ ତାଙ୍କଠାରୁ କିଭଳି ଭାବରେ ବଡ଼ ଭକ୍ତ ହୋଇପାରିବ, ଏ କଥା ନାରଦ ଭାବି ପାରୁନଥିଲେ। ରାଗ ତମ ହୋଇ ଓହ୍ଲେଇ ଆସିଲେ ପୃଥିବୀକୁ। ଚାଷୀଟି ରହୁଥିବା ଗାଁରେ ନାରଦ ଆସି ପହଞ୍ଚିଲେ। ଚାଷୀଟିର ପ୍ରତ୍ୟେକ କାର୍ଯ୍ୟକୁ ନାରଦ ଭଲ ଭାବରେ ନିରୀକ୍ଷଣ କରୁଥିଲେ। ନାରଦ ଦେଖିଲେ ସେ କେବଳ ଦିନକୁ 3 ଥର ଭଗବାନଙ୍କ ନାମ ସ୍ମରଣ କରୁଛି। ପ୍ରଥମେ ସକାଳୁ ବିଛଣାରୁ ଉଠିବା ବେଳେ, ତାପରେ ମଧ୍ୟାହ୍ନ ଭୋଜନ ସମୟରେ ଓ ଶେଷରେ ରାତିରେ ବିଛଣାକୁ ଶୋଇବାକୁ ଯିବା ସମୟରେ କେବଳ ଭଗବାନଙ୍କ ନାମ ସ୍ମରଣ କରୁଛି। ଅନ୍ୟ କୌଣସି ସମୟରେ ସେ ଭଗବାନଙ୍କ ନାମ ଧରୁଥିଲା ପରି ମନେ ହେଲା ନାହିଁ। ନାରଦ ମନେ ମନେ ଭାବିଲେ, ଭଗବାନ ବିଷ୍ଣୁ ଏଭଳି ଲୋକ ସଙ୍ଗରେ ତାଙ୍କର ତୁଳନା କଲେ କେମିତି? ଚାଷୀଠାରେ କ'ଣ ଦେଖି ବିଷ୍ଣୁ କହିଲେ ଯେ ଚାଷୀଟି ନାରଦଙ୍କଠାରୁ ବଡ଼ ଭକ୍ତ ବୋଲି? ସେ ତ ସବୁବେଳେ ସୁଲଳିତ କଣ୍ଠରେ ପ୍ରଭୁଙ୍କ ମହିମା ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ଚାରିଆଡ଼େ ଗାଇ ବୁଲୁଥାନ୍ତି। ପ୍ରଭୁଙ୍କର ଗୁଣକୀର୍ତ୍ତନ କରୁଥାନ୍ତି। ତାଙ୍କ ସହିତ ଚାଷୀର ତୁଳନା ଏକ ବିଡ଼ମ୍ବନା ନିଶ୍ଚୟ। ନାରଦ ମନେ ମନେ ବିରକ୍ତ ହୋଇ ଭାବିଲେ, ଏଠି ଅଯଥା ସମୟ ନଷ୍ଟ କରି କିଛି ଲାଭ ନାହିଁ। ବର୍ତ୍ତମାନ ଯାଇ ବିଷ୍ଣୁଙ୍କୁ ଭେଟି ତାଙ୍କର ଉଦ୍ଦେଶ୍ୟ ସମ୍ପର୍କରେ ପଚାରିବାକୁ ପଡ଼ିବ। ନାରଦ ମର୍ତ୍ତ୍ୟପୁର ତ୍ୟାଗ କରି ସ୍ୱର୍ଗକୁ ଯାଇ ସିଧାସଳଖ ଚାଲିଲେ ବିଷ୍ଣୁଙ୍କ ପୁରକୁ। ନାରଦଙ୍କ ଏ ଅବସ୍ଥା ଦେଖି ବିଷ୍ଣୁ ଖୁବ୍ ହସିଲେ ଏବଂ କହିଲେ, ମୋ ଉପରେ ତ ତୁମେ ବହୁତ ରାଗିଥିବାର ଜଣାପଡ଼ୁଛ। ତେବେ ମୋର ଆଉ ଗୋଟିଏ ଛୋଟ କାମ କରିଦିଅ। ତାପରେ ବୁଝିବା ତୁମ ରାଗିବାର କାରଣ। ଏ କଥା କହି ବିଷ୍ଣୁ ନାରଦଙ୍କୁ ଗୋଟିଏ ଗୋଟିଏ ପାଣି ଭର୍ତ୍ତି ହୋଇଥିବା ମାଠିଆ ଦେଖାଇ ଦେଲେ ଏବଂ ମାଠିଆଟିକୁ ମୁଣ୍ଡରେ ରଖି ଗୋଟିଏ ଚକା ଚାରିପଟେ ବୁଲିବାକୁ କହିଲେ। ସେ ନାରଦଙ୍କୁ ସାବଧାନ କରିଦେଲେ ଯେ ଯେପରି ମାଠିଆରୁ ଟୋପେ ହେଲେ ପାଣି ତଳେ ନ ପଡ଼େ। ନାରଦ ବିଷ୍ଣୁଙ୍କ କଥା ଶୁଣି ଆଶ୍ଚର୍ଯ୍ୟ ହେଲେ। କିଛି ନ କହି ମାଠିଆକୁ ମୁଣ୍ଡରେ ମୁଣ୍ଡେଇ ବୁଲିବାକୁ ଲାଗିଲେ। ଅଳ୍ପ କେତେଥର ବୁଲିବା ପରେ ବିଷ୍ଣୁ ନାରଦଙ୍କୁ କହିଲେ, ଆଉ ବୁଲିବା ଦରକାର ନାହିଁ। ତାପରେ ବିଷ୍ଣୁ ହସି ହସି କହିଲେ, ନାରଦ, ମାଠିଆକୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବା ସମୟରେ ମୋର ନାମ ତୁମେ କେତେଥର ସ୍ମରଣ କରିଛ? ନାରଦ ବଡ଼ ଅଡ଼ୁଆରେ ପଡ଼ିଗଲେ। ସେ ମାଠିଆକୁ ମୁଣ୍ଡରେ ମୁଣ୍ଡେଇ ବୁଲୁଥିବା ସମୟରେ ଥରେ ହେଲେ ମଧ୍ୟ ବିଷ୍ଣୁଙ୍କ ନାମ ସ୍ମରଣ କରିନଥିଲେ। ବିଷ୍ଣୁଙ୍କ ପ୍ରଶ୍ନରେ ନାରଦ ଉତ୍ତର ଦେଲେ, ପ୍ରଭୁ, ଆପଣ କହିଥିଲେ ମାଠିଆକୁ ମୁଣ୍ଡେଇ ବୁଲିବା ସମୟରେ ମାଠିଆରୁ ଯେମିତି ଟୋପାଏ ପାଣି ତଳେ ନ ପଡ଼େ। ତେଣୁ ମୁଁ ମାଠିଆକୁ ମୁଣ୍ଡରେ ମୁଣ୍ଡେଇବା ସମୟରେ ଧ୍ୟାନ ଦେଲି ଯେପରି ମାଠିଆରୁ ଟୋପାଏ ହେଲେ ପାଣି ତଳେ ନ ପଡ଼ୁ। ସେଇ କଥାକୁ ଲକ୍ଷ୍ୟ ରଖି ମୁଁ ଆପଣଙ୍କ ନାମ ସ୍ମରଣ କରିବା କଥା ପୂରାପୂରି ଭୁଲି ଯାଇଥିଲି। ବିଷ୍ଣୁ ହସି ହସି କହିଲେ, ନାରଦ, ତୁମେ ମନ ଦୁଃଖ କରୁଥିଲ ଯେ ଚାଷୀଟି ଦିନକୁ ମାତ୍ର 3 ଥର ମୋ ନାମ ନେଇ
କିପରି ତମଠାରୁ ଶ୍ରେଷ୍ଠ ହୋଇଗଲା? ବିଚାରୀ ଚାଷୀଟିର ଦାୟିତ୍ୱ ଅନେକ, ତା ମୁଣ୍ଡରେ ବହୁତ ବୋଝ। ଏତେ ବୋଝ ବୋହିବା ସତ୍ତ୍ୱେ ମଧ୍ୟ ସେ ତ ମୋ ନାମ ଦିନକୁ 3 ଥର ନେବାକୁ ଭୁଲୁନାହିଁ। ସେଇଟା କ'ଣ ଯଥେଷ୍ଟ ନୁହେଁ? ନିଜର କର୍ମକୁ ଈଶ୍ୱରଙ୍କୁ ସମର୍ପି ଦେଲେ କର୍ମର ବୋଝ ହାଲୁକା ହୋଇଯାଏ। ଦୁଃଖ ଓ ଶୋକ ସବୁବେଳେ ରହିଛି ଓ ରହିଥିବ। ମଣିଷକୁ ପ୍ରତ୍ୟେକ ଅବସ୍ଥାରେ ତାକୁ ସାମ୍ନା କରିବାକୁ ହେବ। ସବୁକିଛିର କାରଣ ଭାବେ ଭଗବାନଙ୍କୁ ଗ୍ରହଣ କରିନେଲେ ସୁରୁଖୁରୁରେ ସମୟ ଏବଂ ଜୀବନ କଟିଯାଇପାରିବ। ନାରଦ ଏଥର ତାଙ୍କର ଭୁଲ ବୁଝିଗଲେ। ଯଦି କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଭିଡ଼ିଓଟିକୁ ଦେଖିଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।